ଆଜିର ଟପିକ୍ର ନାମ ହେଉଛି ହାମଲେଟ୍ ବାଇ ୱିଲିୟମ୍ ସେକ୍ସପିୟର। ଟପିକ୍ର ନାମ ଯେଉଁ ହାମଲେଟ୍ ଅଟେ ତାର କୌଣସି ବାସ୍ତବରେ କିଛି ମିନିଂ ନାହିଁ। ବାସ୍ତବରେ ଏଇଟା ଗୋଟେ ନାଟକର ମୁଖ୍ୟ ପାତ୍ରର ନାମ ଅଟେ। ଏ ଡେନମାର୍କର ଏକ ରାଜକୁମାରର କାହାଣୀ ଅଟେ। ତ ଏଥିରେ କହିବାକୁ ଗଲେ ସିଧାସଳଖ ହାମଲେଟ୍ ଗୋଟେ ଟପିକ୍ର ଗୋଟେ ହିରୋ ଅଛି। ଯେଉଁ ଟପିକ୍ଟା ଆମେ ଏବେ ପଢ଼ିବା ତାର ଗୋଟେ ସିଧା ନାମ ଅଟେ, ତାର କୌଣସି ମିନିଂ ନାହିଁ। ସେ ଟପିକ୍ ଏବେ ପଢ଼ିଲେ ଆମେ ଜାଣିବା। ତ ଏକ ଗୋଟେ ମୁଁ ସରଳ ଷ୍ଟୋରି ହିସାବରେ ମୁଁ ଏଟାକୁ ବୁଝେଇବା ପାଇଁ ଚେଷ୍ଟା କରିଛି। ଲେଟ୍ସ ଷ୍ଟାର୍ଟ ଦ ଷ୍ଟୋରି। ଡେନମାର୍କ ନାମକ ଏକ ଦେଶ ଥିଲା। ସେଠି ଜଣେ ବହୁତ ଭଲ ଆଉ ବାହାଦୁର ରାଜା ଥିଲେ ଯାହାର ନାମ ଥିଲା ହାମଲେଟ୍। ତ ଲୋକ ତାଙ୍କୁ ବହୁତ ଭଲ ପାଉଥିଲେ। ରାଜା ହାମଲେଟ୍ଙ୍କର ବିବାହ ଏକ ଖୁବ୍ ସୁନ୍ଦର ରାଣୀ ସହ ହେଇଥିଲା ଯାହାଙ୍କ ନାମ ହେଉଛି ଗଟ୍ରୁଡ୍। ରାଜକୁମାର ହାମଲେଟ୍ ଯିଏ ରାଜା ଆଉ ରାଣୀଙ୍କର ପୁଅ ଥିଲା, ସେ ବହୁତ ସମସ୍ତାର ଆଉ ହୁସିଆର ଯୁବକ ଥିଲା। ଏଇଠି ଗୋଟେ କଥା କହିବା ପାଇଁ ଚାହୁଁଛି। ତ ହାମଲେଟ୍ ଯେଉଁ ଟପିକ୍ର ନାଁ ହାମଲେଟ୍ ଅଛି, ସେଟା ହେଉଛି ରାଜକୁମାର ଦେଇ ହାମଲେଟ୍ ନାଁଟା ଦିଆଯାଇଛି, ରାଜକୁମାରର କାହାଣୀ। କିନ୍ତୁ ଏଇ ଯେଉଁ ରାଜା ମାନେ ତା ବାପାଙ୍କ ନାଁ ବି ସେମ୍ ହାମଲେଟ୍ ହିଁ ଥିଲା। ତ ଦୁଇ ଜଣଙ୍କ ନାଁ ହାମଲେଟ୍ ହିଁ ଥିଲା। ତ ସେ ସର୍ବଦା ପଢ଼ିବା, ଲେଖିବା ଆଉ ଭାବିବା ବିଚାରରେ ସବୁବେଳେ ଡୁବି ରହୁଥିଲେ ବା ମଜି ରହୁଥିଲେ। ରାଜକୁମାର ହାମଲେଟ୍ ସବୁବେଳେ ଏସବୁରେ ମଜି ରହୁଥିଲେ। ଗୋଟେ ଦିନ ହଠାତ୍ ରାଜା ହାମଲେଟ୍ଙ୍କର ମୃତ୍ୟୁ ହେଇଗଲା। ରାଜାଙ୍କ ମୃତ୍ୟୁରେ ପୁରା ଡେନମାର୍କରେ ଶୋକର ଲହରୀ ଖେଳିଗଲା। ରାଜକୁମାର ହାମଲେଟ୍ ନିଜ ପିତାଙ୍କ ମୃତ୍ୟୁରେ ବହୁତ ଦୁଃଖୀ ହେଲେ। ତାଙ୍କୁ ସେ ବୁଝିପାରୁନଥିଲେ କି ତାଙ୍କ ପିତା ଏତେ ଜଲ୍ଦି କେମିତି ମୃତ୍ୟୁ ତାଙ୍କର ହେଇଗଲା ବା ତାଙ୍କୁ ଛାଡ଼ି କେମିତି ଏତେ ଜଲ୍ଦି ଚାଲିଗଲେ। କିଛି ସମୟ ଘଟିଥିଲା କି ଏକ ଆକସ୍ମିକ ଘଟଣା ଘଟିଲା। ରାଜା ହାମଲେଟ୍ଙ୍କର ଭାଇ ଯେଉଁ କ୍ଲୋଡିୟସ୍ ଅଟେ, ସେ ରାଣୀ ଗଟ୍ରୁଡ୍କୁ ବିବାହ କରିନେଲେ। ରାଜକୁମାର ହାମଲେଟ୍ ଏହି ଘଟଣାକୁ ଆହୁରି ଅଧିକ ବିଚଳିତ ହେଇଗଲେ। ତାଙ୍କୁ ଏଇଟା ଜମା ବି ଭଲ ଲାଗିଲାନି କି ତାଙ୍କ ମା ଏତେ ଜଲ୍ଦି ତାଙ୍କ କାକାଙ୍କ ସହ ବିବାହ କରିନେଲେ। ତ ତାଙ୍କୁ ଏମିତି ଲାଗୁଥିଲା କି ତାଙ୍କ ବାପାକୁ ସମସ୍ତେ ଏତେ ଜଲ୍ଦି କେମିତି ଭୁଲିଗଲେ। ଏସବୁ ସେ କିଛି ବୁଝିପାରୁନଥିଲେ। ଗୋଟେ ରାତିରେ ରାଜକୁମାର ହାମଲେଟ୍ର କିଛି ସୈନିକ ତାଙ୍କୁ ଗୋଟେ ଭୂତ ବିଷୟରେ କହିଲେ। ସେମାନେ କହିଲେ କି ମହଲର ଚାରିପଟେ ଗୋଟିଏ ସାୟା ଘୁରୁଛି, ତ ଗୋଟେ ଛାଇ ଘୁରୁଛି ଯିଏ ବିଲକୁଲ ତାଙ୍କ ମରିଥିବା ପିତାଙ୍କ ଭଳି ଦିଶୁଛି। ହାମଲେଟ୍ ଡରି ଡରି ସେ ଭୂତଙ୍କୁ ଦେଖା କରିବା ପାଇଁ ଗଲା। ସେ ଭୂତ ଆଉ କେହି ନୁହେଁ, ରାଜା ହାମଲେଟ୍ର ଆତ୍ମା ହିଁ ଥିଲା। ଭୂତ ରାଜକୁମାର ହାମଲେଟ୍କୁ ଗୋଟିଏ ଭୟାନକ ସତ କହିଲା। ସେ କହିଲା କି ତାର ମୃତ୍ୟୁ ସ୍ୱାଭାବିକ ନଥିଲା, ବରଂ ତାକୁ ତାର ଭାଇ କ୍ଲୋଡିୟସ୍ ହିଁ ଧୋକା ଦେଇକି ମାରି ଦେଇଥିଲା। କେମିତି ମାରିଥିଲା ସେଟା ବି କହିଛନ୍ତି। କ୍ଲୋଡିୟସ୍ ଯେତେବେଳେ ରାଜା ଶୋଇଥିଲେ ସେତେବେଳେ ତାଙ୍କ କାନରେ ବିଷ ନେଇ ଢାଳି ଦେଇଥିଲା, ଯାହାଫଳରେ କି ସେ ରାଜଗାଦିକୁ ବି ହାସଲ କରିପାରିବ ଆଉ ରାଣୀ ଗଟ୍ରୁଡ୍କୁ ବି ସେ ବିବାହ କରିପାରିବ। ରାଜାଙ୍କର ଭୂତ ହାମଲେଟ୍କୁ ବିନତି କଲା କି ସେ ନିଜ ପିତାର ମୃତ୍ୟୁର ପ୍ରତିଶୋଧ ନେଉ। ସେ ନିଜ ପିତାକୁ ବହୁତ ଭଲ ପାଉଥିଲେ ଆଉ ଏବେ ତାକୁ ଜଣା ପଡ଼ିଥିଲା କି ତାର ଚାଚା କେମିତି ଘିନନା କାମ କରିଛି। ତ ହାମଲେଟ୍ ନା ତୁରନ୍ତ ବଦଲା ବା ପ୍ରତିଶୋଧ ନେବାକୁ ଚାହୁଁଥିଲା, କିନ୍ତୁ ସେ ଏକ ସମସ୍ତାର ଯୁବକ ବି ଥିଲା। ଏଥିପାଇଁ ସେ ଏକ ଯୋଜନା ବନେଇଲା। ସେ କିଛି ନାଟକ କରୁଥିବା ବା ଅଭିନୟ କରୁଥିବା ଲୋକଙ୍କୁ ମହଲକୁ ଡକେଇଲା ଆଉ ତାଙ୍କୁ ଏକ ଏମିତିକା ଅଭିନୟ ବା ନାଟକ କରିବା ପାଇଁ କହିଲା ଯାହାର କାହାଣୀ ବିଲକୁଲ ସେମିତି ହିଁ ଥିବ ଯେମିତି ଭୂତ ତାଙ୍କୁ କହିଥିଲେ। ସେ ଯେଉଁ ନାଟକ ପ୍ରସ୍ତୁତ କଲେ ତାର ନାମ ଦେଲେ ଏକ ରାଜାର ହତ୍ୟା ତା ଭାଇ ଦ୍ୱାରା ବିଷ ଦେଇକରି। ତ ଯେବେ କ୍ଲୋଡିୟସ୍ ଆଉ ଗଟ୍ରୁଡ୍ ଏଇ ନାଟକ ଦେଖିଲେ, ତ କ୍ଲୋଡିୟସ୍ ତା ଚେହେରାଟା ପୁରା ଉତୁରିଗଲା। ସେ ଅସ୍ଥିର ପୁରା ହେଇଗଲା ଆଉ ନାଟକ ମଝିରୁ ହିଁ ଛାଡ଼ିକି ସେ ଚାଲିଗଲା। ହାମଲେଟ୍ ପୁରା ବୁଝିଗଲା କି ଭୂତ ସତ କହୁଥିଲା। ତାର ଚାଚା ହିଁ ତାର ପିତାକୁ ମାରିଥିଲା। ଏବେ ହାମଲେଟ୍କୁ ବଦଲା ନେବାର ଥିଲା, କିନ୍ତୁ ସେ ଦୁବିଧାରେ ଫସି ଯାଇଥିଲା। ସେ ଭାବୁଥିଲା କି କ'ଣ କରିବା ଠିକ୍ ହେବ ଆଉ କ'ଣ କରିବା ଭୁଲ ହେବ, କେମିତି ସେ ପ୍ରତିଶୋଧ ନେବ। ତାର ଏଇ ବିଚାରରେ ବହୁ ସମୟ ବି ବିତିଗଲା। ୟା ଭିତରେ ମହଲରେ ଆହୁରି ଅଲଗା ଦୁଃଖଦ ଘଟଣା ବି ଘଟିଲା। ହାମଲେଟ୍ ଭୁଲରେ ଏକ ପର୍ଦ୍ଦା ଯେଉଁ ସ୍କ୍ରିନ୍ ଲାଗିଥାଏ ସବୁ ରାଜମହଲରେ, ତା ପଛରେ ଲୁଚିଥିବା ଲୋକକୁ ଗୋଟେ ମାରିଦେଲା, ଯିଏ ବାସ୍ତବରେ କ୍ଲୋଡିୟସ୍ର ଜାସୁସ୍ ଥିଲା, ଯାହାର ନାମ ଥିଲା ପୋଲୋନିୟସ୍। ଏଇ ପୋଲୋନିୟସ୍ର ଝିଅ ଯେଉଁ ଓଫିଲିଆ, ଯିଏ ହାମଲେଟ୍କୁ ଭଲ ପାଉଥିଲା, ନିଜର ପିତାର ମୃତ୍ୟୁରେ ସେ ପୁରା ସଦମାରେ ପାଗଳା ହେଇଗଲା ଆଉ ନଦୀକୁ ଡେଇଁକି ମରିଗଲା। ନଦୀରେ ବୁଡ଼ିକି ସେ ମରିଗଲା। ଏଇ ଓଫିଲିଆର ଗୋଟେ ଭାଇ ଥିଲା ଯାହା ନାଁ ହେଉଛି ଲାଟିସ୍। ନିଜର ପିତା ଆଉ ଭଉଣୀର ମୃତ୍ୟୁର ସେ ପ୍ରତିଶୋଧ ନେବା ପାଇଁ ଡେନମାର୍କକୁ ଫେରିଲା। ଏଠି ଡେନମାର୍କରେ ତାଙ୍କର ଯେଉଁ ଚାଚା ଥିଲେ, ହାମଲେଟ୍ର ଚାଚା କ୍ଲୋଡିୟସ୍, ସେ ହାମଲେଟ୍ଠୁ ପିଛା ଛଡ଼ାଇବା ପାଇଁ ଚାହୁଁଥିଲେ।
ସେ କ'ଣ କଲେ ନା ଲାଟିଜ୍କୁ ହ୍ୟାମଲେଟ୍ର ବିରୋଧରେ ଭଡ଼କେଇ ଦେଲେ। ତ ସେ ଦୁଇ ଜଣ ମିଶି ଗୋଟେ ଧୋକେବାଜ ଯୋଜନା କଲେ। ସେ ଏକ ଖଣ୍ଡା ଚାଳନାର ପ୍ରତିଯୋଗିତା ରଖିଲେ, ଯେଉଁଥିରେ ଲାଟିଜ୍ ଖଣ୍ଡାରେ ବିଷ ଲଗେଇ ଦିଆଗଲା। ପ୍ରତିଯୋଗିତା ଭିତରେ ହ୍ୟାମଲେଟ୍ ଆଉ ଲାଟିଜ୍ ଦୁଇ ଜଣ ଯାକ ପୁରା ଘାଏଲ ହେଇଗଲେ, ରକ୍ତାକ୍ତ ହେଇଗଲେ। ଦୁଇ ଜଣ ଖଣ୍ଡା ଯୁଦ୍ଧରେ ଏତେ ରକ୍ତାକ୍ତ ହେଇଯାଇଥିଲେ କି ଲାଟିଜ୍ ନା ତାର ଶେଷ ସମୟ ଆସିଯାଇଥିଲା, ମାନେ ସେ ମରିଯିବ ଏତେ ଘାଏଲ ହେଇଯାଇଥିଲା। ତ ଲାଟିଜ୍ ମରିବା ଆଗରୁ ହ୍ୟାମଲେଟ୍କୁ ସତ କହିବା ପାଇଁ ନିଷ୍ପତ୍ତି ନେଲା। ତ ହ୍ୟାମଲେଟ୍କୁ ସେ କହିଲା କି କ୍ଲୋଡିୟସ୍ ହିଁ ମୋ ଖଣ୍ଡାରେ ବିଷ ଲଗେଇଥିଲା। ରାଣୀ ଗର୍ଟ୍ରୁଡ୍ ଭୁଲରେ ସେ ବିଷବାଲା ମଦ ପିଇ ଦେଇଥିଲେ, ଯେଉଁଟା କ୍ଲୋଡିୟସ୍ ହ୍ୟାମଲେଟ୍ ପାଇଁ ରଖିଥିଲା। ଆଉ ଗୋଟେ ସତ ଏଟା ଥିଲା, ଯାହାଫଳରେ କି ରାଣୀଙ୍କର ମୃତ୍ୟୁ ବି ହେଇସାରିଛି। ତ ଏ ସବୁ ସତ ଶୁଣି ସାରିଲା ପରେ ନା ହ୍ୟାମଲେଟ୍ ବହୁତ ଜୋରସେ ରାଗିଗଲା। ଆଉ ରାଗରେ ସେ ଯେଉଁ ବିଷ ଲାଗିଥିବା ଖଣ୍ଡାରେ କ୍ଲୋଡିୟସ୍କୁ ଯାଇକି ମାରିଦେଲା। ଆଉ ନିଜ ପିତାର ମୃତ୍ୟୁର ପ୍ରତିଶୋଧ ବି ସେ ନେଇଗଲା। କିନ୍ତୁ ବିଷର ପ୍ରଭାବରେ ହ୍ୟାମଲେଟ୍ ବି ମୃତ୍ୟୁ ହେଇଗଲା, କାହିଁକିନା ସିଏ ଯେତେବେଳେ ଲାଟିଜ୍ ସହ ଯୁଦ୍ଧ କରିଥିଲା ସିଏ ବି ରକ୍ତାକ୍ତ ହେଇଥିଲା। ତ ବିଷ ଲଗା ଖଣ୍ଡାରେ ସିଏ ବି ଯେଉଁ ତାର ଘାତ ହେଇଥିଲା, ତ ସେଥିପାଇଁ ସିଏ ବି ବିଷ ପ୍ରଭାବରେ ମରିଗଲା। ତ ଲାଟିଜ୍ ବି ନିଜର ଘା ପାଇଁ ସିଏ ବି ମରିଗଲା। ତ ଏଇଭଳି ଭାବରେ ନାଟକର ଶେଷରେ ପୁରା ରାଜପରିବାରର ନାଶ ହେଇଗଲା। ହ୍ୟାମଲେଟ୍ର କାହାଣୀ ଏକ ଏମିତି ରାଜକୁମାରର କାହାଣୀ ଅଟେ, ଯିଏ ନିଜର ପିତାର ମୃତ୍ୟୁର ପ୍ରତିଶୋଧ ନେବାକୁ ଚାହୁଁଥିଲା, କିନ୍ତୁ ନିଜର ସୋଚ ବିଚାରରେ ଆଉ ପରିସ୍ଥିତିର କାରଣରୁ ଏକ ଦୁଃଖଦ ଅନ୍ତରେ ପହଞ୍ଚିଲା। ଏହି କାହାଣୀରୁ ଆମକୁ ପ୍ରତିଶୋଧ, ଧୋକା, ଭଲ ପାଇବା ଆଉ ମୃତ୍ୟୁ ଭଳି ଗମ୍ଭୀର ବିଷୟ ଉପରେ ଭାବିବା ପାଇଁ ମଜବୁର ବା ବିବଶ କରିଥାଏ। ଏଇଟା ଥିଲା ପୁରା ଟପିକ୍ ହାମଲେଟ୍। ନ ବୁଝିପାରିଲେ କମେଣ୍ଟ କରିବେ। ଥ୍ୟାଙ୍କ ୟୁ।